ମଣିଷ ର ମୁକ୍ତି, ଜୀବର ମୁକ୍ତି, ଜୀବର ମୁକ୍ତି, ଜୀବର ମୁକ୍ତି କେମିତି ହବ ସେଇଟା କୁହନ୍ତୁ। ଜୀବ ବୋଇଲେ ପ୍ରତ୍ୟେକ ମଣିଷ ସେ କେମିତି ମୁକ୍ତି ପାଇବ? ନା ଜୀବ ର ମୁକ୍ତି ମାନେ ମଣିଷ ମାନେ ଆମେ ନିଜକୁ ମନୁଷ୍ୟ ବୋଲିକି ଭାବୁଛନ୍ତି ହେଲା କି, କିନ୍ତୁ ଆମେ କିନ୍ତୁ ମନୁଷ୍ୟ ନୁହନ୍ତି, ଆମେ ହଉଛନ୍ତି ଜୀବାତ୍ମା। କାହିଁକି ନା ଆମେ ଶରୀରକୁ ଧାରଣ କରିକି ଆମେ ଭାବୁଛନ୍ତି ମଣିଷ, କିନ୍ତୁ ଶରୀରକୁ ଯଦି ଛାଡ଼ିଦବା ଆମେ ମଣିଷ ନୁହେଁ, ଆମେ ହଉଛନ୍ତି ଜୀବାତ୍ମା। ଆଚ୍ଛା, ୟାର ଉଦାହରଣ ଦେଖ ଯେ ଆମର ଇଲେକ୍ଟ୍ରିକ କରେଣ୍ଟ ହେଲା, ସିଏ ଯଦି ବଲ୍ ଟାକୁ ଧରିଛି ସିଏ କହୁଛି ମୁଁ ହଉଛି ବଲ୍ ବା ଆଲୋକ, କିନ୍ତୁ ପ୍ରକୃତ ସେ ଆଲୋକ ନୁହେଁ, ସେ ବଲ୍ ରୁ ଛାଡ଼ିଗଲେ ଦେଖିଲା ବେଳକୁ ଯୋଉ କରେଣ୍ଟ କୁ ସେଇ କରେଣ୍ଟ। ଠିକ ସେଇଭଳି ଯେ ଆତ୍ମଶକ୍ତି ଆମ ଶରୀର ଭିତରେ ଯେତେବେଳେ ଜୀବାତ୍ମାରେ ପରିଣତ ହେଇଛି, ଜୀବାତ୍ମାରେ ପରିଣତ ହେଇକିରି କଣ କରୁଛି ନା ଇନ୍ଦ୍ରିୟ ମାନଙ୍କୁ ଧାରଣ କରୁଛି। ଇନ୍ଦ୍ରିୟ ମାନଙ୍କୁ ଭିତରୁ ଗୋଟିଏ ଇନ୍ଦ୍ରିୟ ହଉଛି ମନେ କରାଯାଉ ଚର୍ମ। ସେ ଚର୍ମ ଇନ୍ଦ୍ରିୟଟା ଆମ ଶରୀରକୁ ବେଢିଛି, ବେଢିଲା ପରେ ଶରୀରର ଆକୃତି ଧାରଣ କରୁଛି। ତେଣୁ ଆମେ କହୁଛନ୍ତି ଆମେ ହଉଛନ୍ତି ସେଇ ଆକୃତି ବିଶିଷ୍ଟ, କିନ୍ତୁ ଆମେ ସେଇ ଆକୃତି ବିଶିଷ୍ଟ ନୁହନ୍ତି, ଆମେ ହଉଛନ୍ତି କଣ ନା ଗୋଟିଏ ମହାଚେତନାର ଗୋଟିଏ ଅଂଶ ବିଶେଷ। ଏଇଟା ଆମେ ଜାଣିପାରୁନାହାନ୍ତି, ନ ଜାଣିପାରି ଆମେ କହୁଛନ୍ତି ଆମେ ମଣିଷ। ହଉ, ଆମେ ଯଦି ମଣିଷ ହେଲା, ଆମେ ସେ ମଣିଷଟା ମୁକ୍ତି ପାଇବା କେମିତି? ବୁଝିପାରିଲା ନା? ମୁକ୍ତି ଅର୍ଥ କଣ? ଆମ ମନଟା ସବୁବେଳେ ବନ୍ଧନ, ମୁକ୍ତିର ଅର୍ଥ ହଉଛି ବନ୍ଧନ ମୁକ୍ତ। କିନ୍ତୁ ବନ୍ଧନଟା ହଉଛି କଣ ନା ଆମ ମନଟା ଆମ ଦେହରେ ବାନ୍ଧି ହେଇକି ରହିଛି। ଦେହରେ ଯେତେବେଳେ ବାନ୍ଧି ହେଇକି ରହିଛି, ତେଣୁ ମନ କହୁଛି ମୁଁ ଗୋଟେ ମଣିଷ, ମୁଁ ଗୋଟେ ଜୀବ ବା ମୁଁ ଗୋଟେ ପ୍ରାଣୀ। କିନ୍ତୁ ଯେତେବେଳେ ମନଟା ଏ ଶରୀର ଭାବନାରୁ ବଞ୍ଚିତ ହେଇଯିବ, ଶରୀର ଭାବନାରୁ ବଞ୍ଚିତ ହେଇକି ଯେତେବେଳେ ତାର ପ୍ରକୃତ ଭାବନା ତା ଦେହ ଭିତରେ ଆସିଯିବ, ସେତେବେଳେ ସିଏ କହିବ ମୁଁ ନା ମୁଁ ଶରୀର ନୁହେଁ, ମୁଁ ହଉଛି ଜୀବାତ୍ମା ବା ଆତ୍ମା। ତେଣୁ ଏଇ ଯୋଉ ଭାବନାଟା ଆମେ କରିଲେ, ଯେତେବେଳେ କରିଦେଇ ପାରିବା, ଆମେ ମୁକ୍ତି ପାଇଯାଇ ପାରିବା। ମୁକ୍ତିର ଅର୍ଥ ହଉଛି ଯେ ମୁଁ ଶରୀର ନୁହେଁ, ମୁଁ ଆତ୍ମା। ଏଇ ଭାବନାରେ ପ୍ରତିଷ୍ଠିତ ଯେତେବେଳେ ହେଇଯିବା, ସେତେବେଳେ ଆମେ ମୁକ୍ତି ପାଇଯିବା, ଶରୀର ବନ୍ଧନରୁ ମୁକ୍ତି ପାଇଯିବା। ଆଚ୍ଛା, ତେଣୁ ଶରୀର ବନ୍ଧନରୁ ଆମେ ମୁକ୍ତି ପାଇବା ପାଇଁ ହେଲେ ପ୍ରଥମେ କୌଶଳ କଣ ନା, ପ୍ରଥମେ ମୁଁ ଶରୀର ଏଇ ଭାବନାଟାକୁ ତ୍ୟାଗ କରିକି ପ୍ରଥମେ ଆଗେ ଆମେ ତ ହଠାତ୍ ମୁଁ ଆତ୍ମା ବୋଲିକି ଆମେ ସେ ଭାବନାରେ ପ୍ରତିଷ୍ଠିତ ହେଇପାରିବା ନାହିଁ। ତେଣୁ ମୁଁ ଶରୀର ଏଇ ଯୋଉ ଭାବନାଟା ମୋର ବଦ୍ଧ ହେଇକି ରହିଛି, ସେଇଟାକୁ ପ୍ରଥମେ ଆମେ ମାନେ ସେ ଭାବନାଟାକୁ ବଦଳିକି ପ୍ରଥମେ ଆମେ କରିବା ମୁଁ ଶରୀର ନୁହେଁ, ମୁଁ ହଉଛି ପବନ। ତେଣୁ ମୁଁ ପବନକୁ ଯେତେବେଳେ ଭାବିବି, ମୁଁ ସେତେବେଳେ କଣ ନା ଅନଲିମିଟେଡ ହେଇଯିବି। ତେଣୁ ମନଟା ପବନରେ ଯେତେବେଳେ ଅହରହ ନିଶ୍ୱାସରେ ଆମେ ମଜେଇ ଦବା, ସେତେବେଳେ କଣ ହବ ନା ମୋର ଶରୀର ଭାବନାଟା ଧୀରେ ଧୀରେ କମି କମି ଆସିବ। ଧ୍ୟାନରେ ବସିକିରି ପବନକୁ ସ୍ମରଣ କରୁ କରୁ ଦେଖିବ ଏମିତି ଗୋଟିଏ ସମୟ ଆସିବ ଯେତେବେଳେ ମୁଁ ଦେହ ବୋଲିକି ଏ ଭାବନାଟା ଅଟୋମେଟିକ କଟିଯିବ। ଯେତେବେଳେ ମୁଁ ଦେହ ବୋଲିକି ଭାବନାଟା କଟିଯିବ, ସେତେବେଳେ ମୁଁ କଣ ବୋଲିକି ସେଇଟା ସେଇ ଜାଗା ଉପରେ ଆମର ଅନୁଭବ ହବ। ଏମିତି କିଛି ଦିନ କଲା ପରେ ଯେତେବେଳେ ଆମର ମନରେ ଚେତନା, ମନଟା ଚେତନସ୍ଥ ହେଇଯିବ, ସେତେବେଳେ ଯେତେବେଳେ ଆମେ ସଂସାରରେ ବିଚରଣ କରିବା, ସବୁବେଳେ ଆମ ଭିତରେ ଗୋଟେ ଚେତନା ରହିଯିବ କଣ ନା ମୁଁ ଦେହ ନୁହେଁ, ନା ମୁଁ ଦେହ ନୁହେଁ। ଏଇ ଚେତନା ଭାବନାଟା ମହାପୁରୁଷ ମାନଙ୍କର ସବୁବେଳେ ଥାଏ। ଆମର କିନ୍ତୁ ସରଳ ସୂତ୍ରଟା କଣ? ମୁଁ ତ କହିପାରିବିନି ମୁଁ ଦେହ ନୁହଁ, ମୁଁ ହଉଛି ପବନ। ଏଇଟା ପାଇବା ପାଇଁ ସୂତ୍ରଟା କଣ? ଏ ତ ଏଇ ସୂତ୍ରଟା ହଉଛି ତମେ ଅହରହ ନିଶ୍ୱାସରେ ମନ ରଖ। ସେଟା ଗୋଟେ କ୍ରିୟା ଯୋଗର ଗୋଟେ ଫ୍ୟାକ୍ଟର। ଆଉ କଣ ଅଛି? ନା କ୍ରିୟା ଯୋଗର ଫ୍ୟାକ୍ଟର ମୁଁ ବୁଝୁଛି, କିନ୍ତୁ ମନଟା ଆଗେ ପବନରେ ରଖିଲା ପରେ ପବନରେ ଯେତେବେଳେ ମନଟା ସ୍ଥିର ହେଇଯିବ, ବୁଝିଲେ କି, ସେତେବେଳେ ପବନ ଚାଲୁଛି ନା ରେଚକ ପୂରକ, ସିଏ ଯେତେବେଳେ କୁମ୍ଭକ ହେଇଯିବ, କୁମ୍ଭକ ହେଲା ପରେ ମନଟା କଣ ନା ତା ଦେହରୁ ଛାଡ଼ିଯିବ। ମନଟା ଯେତେବେଳେ ପବନରୁ ଛାଡ଼ିବ, ସେତେବେଳେ ଆସିବ କଣ ନା ଧାରଣା ଯୋଗ।
ଧାରଣା ଯୋଗ କଣ ଯେ ତମେ ଧର ମନଟା ନିଶ୍ୱାସରୁ ପଳେଇ ଯାଇକି ତମେ ଚକ୍ଷୁରେ ପଳେଇଯିବ, ଚକ୍ଷୁ ପାଖରେ ପହଞ୍ଚିବ। ଚକ୍ଷୁ ହଉଛି ତ୍ରାଟକର ଅନ୍ତର୍ଭୁକ୍ତ, ବୁଝିଲେ ନା। ଦ ଆଇଜ୍ ଆର୍ ଦ ଡୋର ୱେ ଅଫ୍ ମାଇଣ୍ଡ। ତେଣୁ ମସ୍ତିଷ୍କର ଦ୍ୱାରଦେଶ ହଉଛି ଚକ୍ଷୁ। ତେଣୁ ମନ ଯେତେବେଳେ ନିଶ୍ୱାସରୁ ଛାଡିକି ଚକ୍ଷୁରେ ପହଞ୍ଚିଯିବ, ଚକ୍ଷୁରେ ସବୁବେଳେ ପାଇଁ ମନ ରହିଯିବ ସବୁବେଳେ ପାଇଁ, ସେତେବେଳେ କଣ ହବ ନା ଶରୀର ବନ୍ଧନରୁ ତ ମୁକ୍ତ ହବ। ସେତେବେଳେ ତାଙ୍କର ଆତ୍ମାର ନିକଟବର୍ତ୍ତୀ ମନ ହେଇଯିବ। ମନ ଯେତେବେଳେ ଆତ୍ମାର ନିକଟବର୍ତ୍ତୀ ହେଇଯିବ, ସେତେବେଳେ ଆତ୍ମାର ଦୃଶ୍ୟ ସେ ଦେଖିବ। ଆତ୍ମା କଣ? ଆତ୍ମା ଯେ ଦି ଭାଗରେ ବିଭକ୍ତ। ଗୋଟେ ହଉଛି ପ୍ରକାଶ ଆତ୍ମା, ଗୋଟେ ହଉଛି ବିମର୍ଶ ଆତ୍ମା। ପ୍ରକାଶ ଆତ୍ମା କଣ ନା ଆତ୍ମା ଯେତେବେଳେ ଶରୀର ଭିତରେ ପ୍ରବେଶ କରୁଛି, ସେତେବେଳେ କଣ ହଉଛି ନା ସିଏ ପ୍ରଥମେ ଚିଦାଲୋକରେ ପରିଣତ ହଉଛି, ଚିତ୍ ଆଲୋକରେ। ସେଇ ଚିତ୍ ଆଲୋକଟା କଣ ହଉଛି ନା ଶୂନ୍ୟରେ, ଆମ ଶରୀର ଭିତରେ ଯୋଉ ଶୂନ୍ୟ ଅଛି, ସେ ଶୂନ୍ୟରେ ସବୁ ଶକ୍ତି କେନ୍ଦ୍ର ରହିଛି। ମନେ କରାଯାଉ ଆଧାର, ଲିଙ୍ଗ, ନାଭି, ହୃଦ, କଣ୍ଠ, ଲଲାଟ ଯୋଉ ମେରୁଦଣ୍ଡ ଭିତରେ ରହିଛି। ମେରୁଦଣ୍ଡ ଭିତରେ ଯୋଉ ଶକ୍ତି କେନ୍ଦ୍ର ଗୁଡିକ ରହିଛି, ସେଇ ଶକ୍ତି କେନ୍ଦ୍ର ଗୁଡିକରେ ସିଏ କଣ ହଉଛି ନା ଆଲୋକ ରୂପରେ ପ୍ରକାଶିତ ହଉଛି। ଆତ୍ମା ସେଟା ପ୍ରକାଶ ହଉଛି ଆଲୋକ ରୂପରେ। ଯେତେବେଳେ ଚିଦାଲୋକରେ ଯେତେବେଳେ ପ୍ରକାଶିତ ହଉଛି, ସେତେବେଳେ କଣ ହଉଛି ନା ଭିନ୍ନ ଭିନ୍ନ କିରଣ ସୃଷ୍ଟି କରୁଛି ସେଇ ଜାଗା ଉପରେ। ତେଣୁ ଆଧାର ଚକ୍ରରେ 4 କିରଣ, ଲିଙ୍ଗ ଚକ୍ରରେ 6 କିରଣ, ନାଭି ଚକ୍ରରେ 10 କିରଣ, ଅନାହତ ଚକ୍ରରେ 12 କିରଣ, ବିଶୁଦ୍ଧ ଚକ୍ରରେ 16 କିରଣ ଏବଂ ଲଲାଟ ଚକ୍ରରେ 2 କିରଣ। ଏମିତି 50 ଗୋଟି କିରଣ ସେ ପରିଣତ ହଉଛି। ରଙ୍ଗ ବା କଳା, କିରଣ ଅର୍ଥ କଳା ବା ରଙ୍ଗ ବା କଳା। ତେଣୁ ସେ କଳାରେ ସେଠି ସେ ପରିଣତ ହଉଛି। ସେଇ ଯୋଉ କିରଣରେ ପରିଣତ ହଉଛି, ସେଇଟା ହଉଛି ତାଙ୍କର ହଉଛି ପ୍ରକାଶ ଅବସ୍ଥା। ଆମେ ଯଦି ସେଇ କିରଣର ମୂଳ କିରଣଟା କିଏ ସେ ନା ସେଇ କିରଣର ମୂଳ କିରଣଟା ହଉଛି କଣ ନା ଆମର ଧଳା। କାହିଁକିନା ପ୍ରତ୍ୟେକ ରଙ୍ଗଟାକୁ ଯଦି ସବୁ ରଙ୍ଗ ଗୁଡାକ ଯଦି ସପ୍ତ ରଙ୍ଗକୁ ଆମେ ସମ୍ମିଶ୍ରଣ କରିଦବା, ସିଏ ଧଳା ରଙ୍ଗରେ ପରିଣତ ହବ। ତେଣୁ ଆମର ଏଇ ଯୋଉ 50 କିରଣ ଷଡ଼ପଦ୍ମରେ ରହିଲେ, ତାକୁ ଯଦି ଆମେ ସମ୍ମିଶ୍ରଣ କରିବା, ତାର ମୌଳିକ କିରଣଟା ହଉଛି ଧଳା। ତେଣୁ ସେଇ ମୌଳିକ କିରଣ ହଉଛି ଧଳା ବା ପରମାତ୍ମାଙ୍କର ପ୍ରକୃତ ମୌଳିକ ରୂପ, ସାକାର ରୂପ। ଶୁଣିକି ସେଇଥିପାଇଁ ଆମର ଶ୍ଲୋକରେ କହୁଛି, ଶୁକ୍ଲାମ୍ବରଂ ଧରଂ ବିଷ୍ଣୁ ଶଶିବର୍ଣ୍ଣଂ ଚତୁର୍ଭୁଜଂ ପ୍ରସନ୍ନ ବଦନଂ ଧ୍ୟାୟେତ୍ ସର୍ବବିଘ୍ନୋପଶାନ୍ତୟେ। କଣ ବୁଝିପାରିଲେ ନା? ତେଣୁ ଶୁକ୍ଲାମ୍ବରଂ ଧରଂ ଶୁକ୍ଲାମ୍ବରଂ ଧରଂ ବିଷ୍ଣୁ, ବିଷ୍ଣୁଙ୍କର ଲୁଗା ହଉଛି ଧଳା ଶୁକ୍ଲାମ୍ବର। ଶଶିବର୍ଣ୍ଣ, ତାଙ୍କର ବର୍ଣ୍ଣଟା ହଉଛି ଚନ୍ଦ୍ରର ବର୍ଣ୍ଣ। ଚନ୍ଦ୍ରର ବର୍ଣ୍ଣ ହଉଛି ଉଜ୍ଜଳ। ତେଣୁ ତାଙ୍କର ଧଳା ଲୁଗା, ଉଜ୍ଜଳ ବର୍ଣ୍ଣ ବିଶିଷ୍ଟ ମୂର୍ତ୍ତି ସିଏ। ତାହେଲେ ସେଇଟା ହିଁ ହଉଛି କଣ ନା ଆମର ଯୋଉ 50 କଳା ଷଡ଼ଚକ୍ର ରହୁଛି, ତାର ସମ୍ମିଳିତ ରୂପଟା ହଉଛି ବିଷ୍ଣୁ, ବିଷ୍ଣୁଙ୍କର ରୂପ। ତେଣୁ ବିଷ୍ଣୁ କଣ ହଉଛନ୍ତି ନା ବିଷ୍ଣୁଙ୍କୁ ଯାହାକୁ କହିବା ଯୋଉ ସାକାର ମୂର୍ତ୍ତି, ବିଷ୍ଣୁ ହେଲେ ସାକାର ମୂର୍ତ୍ତି। ତେଣୁ ସାକାର ମୂର୍ତ୍ତି ଯୋଉ ବିଷ୍ଣୁଙ୍କର ଶଶିବର୍ଣ୍ଣ ରୂପ, ସେ ଶଶିବର୍ଣ୍ଣଟା କଣ ହଉଛି ନା ଷଡ଼ପଦ୍ମରେ 50 ପ୍ରକାରର ଭିନ୍ନ ଭିନ୍ନ କଳାରେ ପରିଣତ ସିଏ ହଉଛନ୍ତି। 50 ପ୍ରକାର କଳାରେ ପରିଣତ ହେଇକି ସିଏ କଣ କରୁଛନ୍ତି ନା ଆମ ଶରୀରକୁ ଚଳଉଛନ୍ତି। ବିଷ୍ଣୁଙ୍କର ସ୍ଥାନ କୋଉଠି? ବିଷ୍ଣୁଙ୍କର ଯୋଉ ଶ୍ଵେତ ବର୍ଣ୍ଣ ବା ଶଶିବର୍ଣ୍ଣ ଚନ୍ଦ୍ରକଳା, ତାଙ୍କର ସ୍ଥାନଟା କହୁଛି ନା ତାଙ୍କର ସ୍ଥାନ ହଉଛି କପାଳରେ। ତେଣୁ ବିଷ୍ଣୁଙ୍କର ସ୍ଥାନ ହେଲା କପାଳରେ। ସେ କପାଳରେ ରହିକି ତା ତଳକୁ ଯୋଉ 6ଟା ପଦ୍ମ ରହିଲେ, ସେ ପଦ୍ମରେ ସେ କଣ କରୁଛନ୍ତି 50 ପ୍ରକାର କଳା ହଉଛନ୍ତି କପାଳରେ। ଯେ କିନ୍ତୁ ବିଷ୍ଣୁଙ୍କର ଆଉ ଗୋଟେ ପ୍ରଥମ ମୂଳ ସ୍ଥାନ ହଉଛି ସୋମଚକ୍ର। ସୋମଚକ୍ର କାହା କୁହନ୍ତି ନା ସୋମଚକ୍ର ହଉଛି ଶିଖା। ଆମର ଯୋଉ ଜାଗାରେ ଆମ ଯୋଉ ବିନ୍ଦୁ, ହଁ ସେଇ ପା ବିନ୍ଦୁକୁ ସୋମଚକ୍ର କୁହାଯାଏ। ସେ ଜାଗାରେ ଯୋଉଠି ଆମର ଚୂଳଟା ଭଉଁରୀ ରୂପରେ ବସିଛି, ସେଇ ବିନ୍ଦୁ ଚକ୍ରଟା ହଉଛି ଚନ୍ଦ୍ରଙ୍କର ପ୍ରତୀକ ହେଲା। ଯଦି ଚନ୍ଦ୍ର ବର୍ଣ୍ଣ ଶଶିବର୍ଣ୍ଣ ହଉଛି ସେଇଠି। ତେଣୁ ବିଷ୍ଣୁଙ୍କର ସ୍ଥାନ ହଉଛି କୋଉଠି ନା ବିନ୍ଦୁ ଚକ୍ରରେ। ସେ ବିନ୍ଦୁ ଚକ୍ରରେ ରହିକିରି କଣ କରୁଛନ୍ତି ନା ଅବଶିଷ୍ଟ ଆଧାରଟାରୁ ଲଲାଟ ପର୍ଯ୍ୟନ୍ତ ଚକ୍ର ମାନଙ୍କରେ ସିଏ 50 ରୂପ ଭିନ୍ନ ଭିନ୍ନ ରଙ୍ଗ ବା କଳାରେ ପରିଣତ ହଉଛନ୍ତି ହେଇକିରି ଏଇ ଷଡ଼ପଦ୍ମ ଶକ୍ତି କେନ୍ଦ୍ର ମାନଙ୍କରେ ସେ ରହିଛନ୍ତି। ତେଣୁ ସେଇ ଯୋଉ ଶଶିବର୍ଣ୍ଣ ରହିଲେ ସାକାର ବିଷ୍ଣୁ, ସେଇ ବିଷ୍ଣୁ ହଉଛନ୍ତି ଯେ ଚିତ୍ ଶକ୍ତିର ପ୍ରଥମ କଣ ଆଲୋକ ଅବସ୍ଥା, ପ୍ରକାଶ ଅବସ୍ଥା।
କିନ୍ତୁ ତାଙ୍କର ଆଉ ଗୋଟେ ଅବସ୍ଥା ରହିଛି କ'ଣ ନା ଅପ୍ରକାଶ ଅବସ୍ଥା, ଯୋଉଟା କି ସିଏ ହଉଛି କୋଉଠି ନା ଦୁଃଖରେ ହଉଛି ବ୍ରହ୍ମ ଶକ୍ତି, ସିଏ ଚେତନାର ହଉଛି ଅପ୍ରକାଶ ଅବସ୍ଥା। କାହିଁକି ନା ତାକୁ ଆମର ପଞ୍ଚସଖା ସାଧକ ମାନେ କୁହନ୍ତି ସେ ଜାଗାରେ ନିଶବ୍ଦ ବ୍ରହ୍ମ ରହିଛନ୍ତି। ନିଶବ୍ଦ ବ୍ରହ୍ମ କ'ଣ ନା ଦି ପ୍ଲେସ୍ ହ୍ୱେୟାର ଦେୟାର ଇଜ ନୋ ଭାଇବ୍ରେସନ, ଦ୍ୟାଟ୍ ଇଜ ନିଶବ୍ଦ ନା। ତେଣୁ ସେ ନିଶବ୍ଦ ବ୍ରହ୍ମ ଯୋଉଠି ରହିଲେ ଦୁଃଖରେ ତାଙ୍କର ଶବ୍ଦ ନାହିଁ, କିନ୍ତୁ ତାଙ୍କର ମଧ୍ୟ ରୂପ ନାହିଁ। ସେ ଅରୂପ ଜ୍ୟୋତି, ସେ ଜ୍ୟୋତି କିନ୍ତୁ ତାଙ୍କର ରୂପ ନାହିଁ। କିନ୍ତୁ ବିନ୍ଦୁ ଚକ୍ରରେ ସିଏ ଜ୍ୟୋତି କିନ୍ତୁ ତାଙ୍କର ରୂପ ଅଛି। ବୁଝିପାରିଲେ ନା? ଆଚ୍ଛା, ଯୋଉଠି ଦୁଃଖୀ କଥା କୁହନ୍ତି, ଦୁଃଖୀ ଆମର ଦେଖିଛନ୍ତି ପିଲାବେଳେ ଦୁଃଖଟା ସବୁବେଳେ ଅପ୍ ଡାଉନ୍ ତାର ଗୋଟେ ଭାଇବ୍ରେସନ ହୁଏ, କ୍ରିୟାଶୀଳ ହୁଏ। ଆଉ ଆପଣ କେମିତି କହୁଛନ୍ତି ସେଟା? ବାସ୍, ବଢିଆ ପ୍ରଶ୍ନଟେ। ପ୍ରଶ୍ନର ଉତ୍ତରଟା ଭାରି ସୁନ୍ଦର ପ୍ରଶ୍ନ। ଗୋଟେ କଥା ଶୁଣ, ଦୁଃଖୀ କେନ୍ଦ୍ରରେ ଯୋଉ ସହସ୍ରାର ପଦ୍ମ କହୁଛନ୍ତି, ସହସ୍ରାର ପଦ୍ମର କେନ୍ଦ୍ରଟା ହଉଛି ନିଷ୍କ୍ରିୟ, ବୁଝିଲେ କି? ତା ଦଳ ଗୁଡ଼ିକ ହଉଛି ସବୁ ସକ୍ରିୟ। ଆମେ ଯୋଉ ଦୁଃଖୀ ଉପରେ କପଡ଼ାଟିଏ ରଖିଦେଲେ ସେ ଡେଇଁ ପଡ଼େ, ସେଇଟା ହଉଛି କ'ଣ ନା ଶାରୀରିକ କ୍ରିୟା। ଶରୀରରେ ତାଙ୍କର ସେ କ୍ରିୟାଶୀଳ ହଉଛନ୍ତି, କିନ୍ତୁ ପ୍ରକୃତ ଶୂନ୍ୟରେ ସେ ନିଷ୍କ୍ରିୟ ରୂପରେ ରହିଛନ୍ତି। ଯେମିତି ଆମର ମନେକର ଯୋଉ ସୋମଚକ୍ରରେ ସେ ବିଷ୍ଣୁ ଧଳା ରୂପ ପ୍ରକୃତ ରୂପରେ ରହିଛନ୍ତି, କିନ୍ତୁ ଅନ୍ୟ ଚକ୍ରରେ ସବୁ ଭିନ୍ନ ଭିନ୍ନ କଳାରେ ପରିଣତ ହଉଛନ୍ତି। ସେମିତି ସେ ଦୁଃଖୀ ସ୍ଥିତ ଶୂନ୍ୟରେ ସେ ରହିଛନ୍ତି ନିଷ୍କ୍ରିୟ, କିନ୍ତୁ ତା ଭିତରେ ତାକୁ ଘେରିକି ରହିଥିବା ଯୋଉ ଶାରୀରିକ ଅଂଶ ରହିଛି, ଶରୀରର ଯୋଉ କୋଷ ଫୋଷ ହେନତେନ ସବୁ ରହିଛି, ସେଗୁଡ଼ିକ ସବୁ ଅହରହ କ୍ରିୟାଶୀଳ। ଆଉ ଆମେ ଯୋଉ ଦୁଃଖରେ ଯୋଉ କ୍ରିୟା ଦେଖୁଛନ୍ତି, ଏଇଟା ହଉଛି ବ୍ରହ୍ମଙ୍କର କ୍ରିୟା ନୁହେଁ, ନିଶବ୍ଦ ବ୍ରହ୍ମଙ୍କର କ୍ରିୟା ନୁହେଁ, ଏଇଟା ହଉଛି ଶାରୀରିକ କ୍ରିୟା। ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ସେଗୁଡ଼ାକ ସବୁ ଗୋଟେ ଗୋଟେ କ୍ରିୟା, ସେଇ କ୍ରିୟାକୁ ଆମେ ଅନୁଭବ କରୁଛନ୍ତି। କିନ୍ତୁ ବାସ୍ତବରେ ସେ ଶୂନ୍ୟ ଭିତରେ ନିଶବ୍ଦ ବ୍ରହ୍ମ ସେ ତାଙ୍କର ଲୁଚିକିରି ରହିଛନ୍ତି। ଆଚ୍ଛା, ସେଉଠୁ କ'ଣ ହଉଛି ନା ଆମର ତଳକୁ ଯେତେବେଳେ ସେ ଆସୁଛି, ସେ ସବୁ ସେ ବ୍ରହ୍ମଶକ୍ତି ସବୁବେଳେ କ'ଣ ହଉଛି ନା ଭିତରେ ଯୋଉ ମେରୁଦଣ୍ଡ ଭିତରେ ପଶିକି ଆସୁଛି, ସୁଷୁମ୍ନା କାଣ୍ଡ ଭିତରେ ସେ ରହିଛନ୍ତି। ସିଏ ସବୁ କ'ଣ ହଉଛନ୍ତି ନା ପ୍ରକୃତ ତାଙ୍କର ଚିଦାଲୋକ ଆଲୋକ ରୂପରେ ସେ ରହିଛନ୍ତି। କିନ୍ତୁ ସେଇ ଶକ୍ତି ଯେତେବେଳେ ଆମର ଇଡ଼ା ଆଉ ପିଙ୍ଗଳା ନାଡ଼ିକି ଆଶ୍ରୟ କରୁଛି, ସେତେବେଳେ ସେ କ'ଣ ହଉଛି ନା ପବନକୁ ଆଶ୍ରୟ କରୁଛି। କାରଣ ପବନର ଗତି ଇଡ଼ା ଆଉ ପିଙ୍ଗଳାରେ। ତେଣୁ ପବନକୁ ଆଶ୍ରୟ କଲେ କ'ଣ ହଉଛି ନା ସିଏ ବିଭିନ୍ନ ପ୍ରକାର ଶକ୍ତି କେନ୍ଦ୍ରରେ ରହୁଛନ୍ତି। ସେଇ ଶକ୍ତି କେନ୍ଦ୍ରକୁ ଆମେ କହିବା ଚକ୍ର। ତେଣୁ ମେରୁଦଣ୍ଡ ଭିତରେ ଶକ୍ତି କେନ୍ଦ୍ର ଥିବା ହଉଛି ପଦ୍ମ। ମେରୁଦଣ୍ଡ ବାହାରେ ଧର ଗୁହ୍ୟଦ୍ୱାର, ଲିଙ୍ଗଦ୍ୱାର, ନାଭିଦେଶ, ହୃଦୟ, କଣ୍ଠ, ଭ୍ରୂମଧ୍ୟ, ଏଗୁଡ଼ାକ ସବୁ ହଉଛି କ'ଣ ନା ଆମର ହଉଛି ପବନ କ୍ଷେତ୍ର। ଏ ପବନ କ୍ଷେତ୍ରରେ ସେଗୁଡ଼ାକ ସବୁ କ'ଣ ନା ଚକ୍ର ଆକାରରେ ବିଦ୍ୟମାନ ରହୁଛନ୍ତି। ଏ ପବନ କ୍ଷେତ୍ରକୁ ଛାଡ଼ିଦେଲେ କ'ଣ ବୁଝିପାରିଲେ ନା, ୟାକୁ ବାୟୁମଣ୍ଡଳ କୁହନ୍ତି। ଆଚ୍ଛା, ବାୟୁମଣ୍ଡଳରେ 6ଟା ଚକ୍ର ରହିଛି, ଅବାୟୁମଣ୍ଡଳରେ ମଧ୍ୟ 6ଟା ଚକ୍ର ରହିଛି। ଅବାୟୁମଣ୍ଡଳ ଯୋଉ ଜାଗାରେ ପବନର ଗତି ନାହିଁ, ସ୍ଥିର ପବନ, ସ୍ଥିର ବାୟୁରେ ଯୋଉ କେନ୍ଦ୍ର ଗୁଡ଼ିକ ସବୁ ସୃଷ୍ଟି ହେଇଛି ତାକୁ ଅବାୟୁମଣ୍ଡଳ କହିବା। ସ୍ଥିର ବାୟୁରେ ଯଦି କଳ୍ପନା କରିବା, ଆମର ସୋମଚକ୍ର ରହିଲା ଶିଖା, ସୋମଚକ୍ର ସିଧାରେ ଠିକ୍ ଦୁଃଖୀ ତଳକୁ ଭର୍ଟିକାଲ ଲାଇନରେ ସୋମଚକ୍ରର ହୋରାଇଜଣ୍ଟାଲ ଲାଇନ ଏବଂ ଆମର ଭର୍ଟିକାଲ ଲାଇନ ହେଉଛି ଦୁଃଖୀ। ସେ ଯୋଉଠି କେନ୍ଦ୍ର ସ୍ଥଳ ଯୋଉ ଜାଗାରେ ଛେଦ କରିବ, ସେଇ ଜାଗାଟିର ନାଁ ହେଉଛି ଗୁରୁଚକ୍ର। ଗୁରୁଚକ୍ର ହେଉଛି ସୋମଚକ୍ରର ମଧ୍ୟ ଗୋଟେ ପ୍ରତିରୂପ। ବୁଝିବା, ଗୁରୁଚକ୍ରଟା ହେଉଛି ସୋମଚକ୍ରର ଗୋଟେ ପ୍ରତିରୂପ। ଆଚ୍ଛା, ତାପରେ ହେଉଛି କ'ଣ ନା ତା ତଳକୁ ପଳେଇ ଆସିଲେ ଗୋଟେ ଚକ୍ର ହେଉଛି, ତା ନାଁ ହେଉଛି ଜ୍ୟୋତି ଚକ୍ର। ଜ୍ୟୋତି ଚକ୍ରଟା ହେଉଛି କ'ଣ ନା ସିଏ ମାନେ ଗୁରୁଚକ୍ର ତଳକୁ ସିଏ ରହିଛି। ଦୁଇ ରହିଲା ଆମର ଦୁଇ ଚକ୍ଷୁ ମଧ୍ୟରେ ଗୋଟେ ଚକ୍ର ରହିଛି, ତାକୁ କହିବା ଶିଶୁମାର ଚକ୍ର। 3 ଆମର ଦୁଇ କର୍ଣ୍ଣ ମଧ୍ୟରେ ଗୋଟେ ଚକ୍ର ରହିଛି, ତାକୁ କହିବା ଆମେ ରାଧା ଚକ୍ର। 4 ଆଉ ଲଳନା ଚକ୍ର ମଧ୍ୟ ଗୋଟେ ରହିଛି, ଇଏ ହେଲା 5 ଆଉ ସହସ୍ରାର ତ 6 ଆଉ। ତେଣୁ ଏଇ ଯୋଉ 6 ପ୍ରକାର ଚକ୍ର ରହିଲେ, ଇଏ ଅବାୟୁମଣ୍ଡଳରେ ରହିଲେ, ମସ୍ତିଷ୍କରେ ରହିଲେ, ଏଥିରେ ପବନର ଗତାଗତ ନାହିଁ। କିନ୍ତୁ ଲଲାଟ ଚକ୍ର ଠାରୁ ଆଧାର ପର୍ଯ୍ୟନ୍ତ ଯୋଉ ଗୁଡ଼ାକ ରହିଲା, ଇଏ ସବୁ ବାୟୁ ଚକ୍ର, ଏଥିରେ ପବନର ଗତାଗତ
ରହିଛି। ଆଚ୍ଛା ବାଇ ଚକ୍ର କ'ଣ ନା ବାଇ ଚକ୍ର ହଉଛି ଖଣ୍ଡିଆଭୂତ ସଦୃଶ। ଖଣ୍ଡିଆଭୂତ ଆମେ ଦେଖିଛନ୍ତି। ଖଣ୍ଡିଆଭୂତ କ'ଣ କରେ ନା ଯେତେବେଳେ ପବନଟା ବୁଲେ ମଝିଟା ଖାଲ। ଆଚ୍ଛା ସେଇ ଖଣ୍ଡିଆଭୂତ ଆଉ ଚକ୍ର ଭିତରେ ପାର୍ଥକ୍ୟ ଏଇଆ, ଖଣ୍ଡିଆଭୂତଟା ହଉଛି ପବନର ଘୂର୍ଣ୍ଣନ ହୁଏ ଯାହା ମଧ୍ୟରେ ଶୂନ୍ୟ ସୃଷ୍ଟି ହୁଏ, କିନ୍ତୁ ଚକ୍ରର ମାନେ କ୍ରିୟାଟା ଅଲଗା। କ'ଣ ନା ଶୂନ୍ୟ ପ୍ରଥମେ ସୃଷ୍ଟି ହୁଏ, ଶୂନ୍ୟ ପବନକୁ ଘୁରାଏ, ହେଲେ କି ଶୂନ୍ୟ ସୃଷ୍ଟି କରେ ପବନ ଚକ୍ର। କିନ୍ତୁ ଖଣ୍ଡିଆଭୂତରେ ହୁଏ କ'ଣ ନା ପବନ ସୃଷ୍ଟି କରେ ଶୂନ୍ୟତା, କାରଣ ପବନଟା ଘୁରେ ମଝିରେ ଗୋଟେ ଖାଲ ହେଇଯାଏ, ପବନ ସୃଷ୍ଟି କରେ ଶୂନ୍ୟତା। କିନ୍ତୁ ଚକ୍ରର ପାର୍ଥକ୍ୟ ହେଉଛି ଓଲଟାଟା। କ'ଣ ନା ଶୂନ୍ୟ ସୃଷ୍ଟି କରେ ପବନ ଚକ୍ର ସେ ଜାଗା ଉପରେ, ତେଣୁ ପବନକୁ ସେ ଘୁରାଏ, ସେଥିପାଇଁ ତାକୁ କୁହାଯାଏ ଚକ୍ର। ଶୂନ୍ୟଟା ପବନକୁ ଘୁରାଏ। ଶୂନ୍ୟ କ'ଣ ନା ଯୋଉ ମେରୁଦଣ୍ଡ, ମନେ ବୁଝେଇ ଦଉଛି ଗୋଟେ, ଯେ ମନେକର ଯୋଉ ମେରୁଦଣ୍ଡ ଭିତରେ ମଣିପୁର ଚକ୍ର ହଉଛି 10 କଳା, ବୁଝିପାରିଲେ ନା? ସେଇ ଯୋଉ 10ଟା ରଙ୍ଗ ମଣିପୁର ପଦ୍ମରେ ରହିଲା ମେରୁଦଣ୍ଡ ଭିତରେ, ସେଇ ରଙ୍ଗ ନାଭି ସ୍ଥାନରେ ପ୍ରକାଶ ପାଏ। ପ୍ରକାଶ ପାଇକି ସିଏ କ'ଣ କରେ ନା ପବନକୁ ସେଠି ଘୁରେଇକି ପବନକୁ ସେ 10 ଭାଗରେ 10ଟା କମ୍ପନ ସେ ସୃଷ୍ଟି କରେ। ସେଠି 10 କଳାଟା 10ଟା କମ୍ପନ ସୃଷ୍ଟି କରେ। କମ୍ପନ ସୃଷ୍ଟି ଡଙ୍ଗ ଢଙ୍ଗ ଟଙ୍ଗ ଟଙ୍ଗ ଠଙ୍ଗ ଡଙ୍ଗ ଧଙ୍ଗ ନଙ୍ଗ ପଙ୍ଗ ଫଙ୍ଗ, ଏଇ ଯୋଉ ରହିଲା 10 ପ୍ରକାରର ଶବ୍ଦ ସ୍ୱର, ଏ 10 ପ୍ରକାରର ଭାଇବ୍ରେସନ ସେ 10ଟି କଳା ନାଭି ଚକ୍ରରେ 10 ପ୍ରକାରର ଭାଇବ୍ରେସନ ସୃଷ୍ଟି କରେ। ତେଣୁ ମଣିପୁର ଚକ୍ରଟା ହଉଛି ଶବ୍ଦର ସମାହାର, ଆଉ ମଣିପୁର ପଦ୍ମଟା ହଉଛି କଳାର ସମାହାର। ତେଣୁ ପଦ୍ମ ହଉଛି କଳାମାନଙ୍କର ଉତ୍ପତ୍ତି ସ୍ଥଳ ଏବଂ ଚକ୍ର ଗୁଡ଼ିକ ହଉଛି ଶବ୍ଦର ଉତ୍ପତ୍ତି ସ୍ଥଳ। ବୁଝିପାରିଲେ ନା? ପାର୍ଥକ୍ୟଟା ବୁଝିପାରିଲେ ନା? ତେଣୁ ଯୋଉ ଶବ୍ଦଟା ଆମର ଚକ୍ରରେ ରହିଲା ସିଏ କ'ଣ ହଉଛି, ଯୋଉ ଶବ୍ଦଟା ଚକ୍ରରେ ରହିଲା ସେ ଆମ ବ୍ରହ୍ମ ଅବଧୂତ ଠାକୁର ଶ୍ରୀ ଶ୍ରୀ ଦୟାନିଧି ପରମଦେବ କୁହନ୍ତି, ସେ ଯୋଉ 10ଟା ସ୍ପନ୍ଦନ ରହିଲା, ସେ 10ଟା ସ୍ପନ୍ଦନ 10 ପ୍ରକାରର ବାୟୁ ନାଡିରେ ଆମ ଦେହ ଭିତରେ ପ୍ରବାହିତ ହଉଛି। କ'ଣ ବୁଝିପାରିଲ ନା? 10ଟା ନାଡି, ସେ 10ଟା ବାୟୁ ନାଡି, 10ଟା ବାୟୁ ନାଡିରେ ଆମ ଦେହ ଭିତରକୁ ସେ ପ୍ରବାହିତ ହଉଛି। ସେ ନାଡି ମାନଙ୍କର ସ୍ଥାନ ଅଛି, କ'ଣ ବୁଝିଲ ନା? ଦୁଇଟା ନାଡି ଆମର ନାଭିରୁ ବାମ ହାତକୁ ଯାଉଛି, 2ଟା ନାଡି ନାଭିରୁ ଡାହାଣ ହାତକୁ ଯାଉଛି, 4 ହେଇଗଲେ। 2ଟା ନାଡି ବାମ ଗୋଡକୁ ଯାଉଛି, 2ଟା ନାଡି ଡାହାଣ ଗୋଡକୁ ଯାଉଛି, 4 କେତେ ହେଇଗଲେ? 8। ଆଉ 2ଟା ନାଡି ସିଧା ତାର ମଣିପୁର ଚକ୍ରରୁ ମଣିପୁର ପଦ୍ମକୁ ସଂଯୋଗ କରିଛି। ତେଣୁ କେତେ ହେଲେ? 10ଟା। ତାଙ୍କର କହିବା କଥା ଏଇ ଯୋଉ ବାୟୁ ନାଡି, ଏ ବାୟୁ ନାଡିରେ 10 ପ୍ରକାରର ପବନ ସୃଷ୍ଟି ହଉଛି ଏବଂ ସେ ଯୋଉ ମଣିପୁର ପଦ୍ମରେ ସେଟା ସେ ଧ୍ୱନିଟା ତାର ମୂଳ ଉତ୍ସ ହଉଛି ମଣିପୁର ପଦ୍ମ। ଠିକ ସେଇଭଳି ଯେ ମଣିପୁର ଚକ୍ର, ପ୍ରତ୍ୟେକ ଚକ୍ର ଗୁଡ଼ିକ ହଉଛି ଗୋଟିଏ ଗୋଟିଏ ଶବ୍ଦର ମୂଳ ଉତ୍ସ ଏବଂ ସେଇ ଶବ୍ଦର କାରଣଟା ହଉଛି ଯେ ମେରୁଦଣ୍ଡ ଭିତରେ ଥିବା ପଦ୍ମ। ପଦ୍ମ ଗୁଡ଼ିକର ଯୋଉ କଳା ଶକ୍ତିର ଭାଇବ୍ରେସନଟା ସିଏ ଆସିକିରି ଚକ୍ର ମାନଙ୍କରେ କ'ଣ ହଉଛି ନା ସୃଷ୍ଟି ହଉଛି ଏବଂ ଚକ୍ର ମାନଙ୍କର ସେଇ ଯୋଉ ଭାଇବ୍ରେସନଟା ସିଏ କ'ଣ କରୁଛି, ଯୋଉ କମ୍ପନଟା ସିଏ କ'ଣ କରୁଛି ନା ତମକୁ ପବନକୁ ସିଏ ପ୍ରଭାବିତ କରୁଛି। ତେଣୁ ଆମେ ଏଥିରୁ ଜାଣିଲେ ଯେ ଶରୀରର ସମ୍ମୁଖ ଭାଗରେ ଯୋଉ ଚକ୍ର ରହିଲେ 6ଟି, ଇଏ ହଉଛି ପବନର ବା କମ୍ପନର କ୍ଷେତ୍ର। ମେରୁଦଣ୍ଡ ଭିତରେ ଯିଏ ରହିଲେ ସେଟା ହଉଛି ଚିତ୍ ଶକ୍ତିର ଏବଂ କଳାର କ୍ଷେତ୍ର। ତେଣୁ କଳା କ୍ଷେତ୍ର ରହିଲେ ପଦ୍ମ ଏବଂ ଶବ୍ଦ କ୍ଷେତ୍ର ରହିଲା ଚକ୍ର। ତେଣୁ ଶବ୍ଦ କ୍ଷେତ୍ର କଳା କ୍ଷେତ୍ର ଉଭୟ ରହିଛନ୍ତି। କ୍ରିୟାଯୋଗୀ ମାନେ କ'ଣ କରନ୍ତି ନା ଇଏ ଶବ୍ଦରୁ କଳାକୁ ଆସନ୍ତି, କଳାରୁ ପୁଣି ଶବ୍ଦକୁ ଯାଆନ୍ତି। ଯୋଉ ଘୂର୍ଣ୍ଣନ ହିସାବରେ ମାନସିକ ହିସାବରେ ସେମାନେ ତାକୁ ପକାନ୍ତି, ସେଟା କେମିତି ହୁଏ ନା ସେମାନେ ମନକୁ ପଠେଇକିରି, କ'ଣ ବୁଝିପାରିଲେ ନା? ମେରୁଦଣ୍ଡ ଭିତରେ ସେ ତଳକୁ ଯାଆନ୍ତି ଆରୋହଣ, ପୁଣି ବାହାରେ ଯାଆନ୍ତି ନା ଅବରୋହଣ, ପୁଣି ବାହାରେ ଯାଆନ୍ତି ଆରୋହଣ। ଆରୋହଣ ଅବରୋହଣ ଏଇ 2ଟା ପଥରେ ମନକୁ ଗତି କରିକି ସେ କ୍ରିୟାଯୋଗ ସମ୍ପାଦନ କରନ୍ତି। ଲଲାଟରୁ ପୁଣି ଏପଟକୁ ଆସିକି ଲଲାଟ ଯାଆନ୍ତି ମୂଳାଧାରକୁ, ମୂଳାଧାରରୁ ଆସନ୍ତି ଲଲାଟକୁ, ଲଲାଟରୁ ପୁଣି ମୂଳାଧାରକୁ, ମୂଳାଧାରରୁ ଯାଆନ୍ତି ଲଲାଟ। ବିପରୀତରେ ଗଲେ କ'ଣ ନା
ଲଲାଟ ପଦ୍ମରୁ ମୂଳାଧାର ପଦ୍ମ, ପୁଣି ମୂଳାଧାର ଚକ୍ରରୁ ଲଲାଟ ଚକ୍ର, ପୁଣି ଲଲାଟ ପଦ୍ମରୁ ମୂଳାଧାର ପଦ୍ମ, ମୂଳାଧାର ଚକ୍ରରୁ ଲଲାଟ ଚକ୍ର। ଏ ଚକ୍ର ପଦ୍ମକୁ ସମନ୍ୱୟ କରିବା ପାଇଁ ସିଏ ଗୋଟେ ଘୂର୍ଣ୍ଣନ ଗତିରେ ଘୁରେଇଥାନ୍ତି। ଏଟାକୁ କୁହନ୍ତି ମାଳା ସଦୃଶ। ଏଟା ମାଳା। ସେ ଠାକୁର ଆମର କହିଲେ, ତୋ ଦେହେ ଲମ୍ବିଛି ମାଳା, ସେ ମାଳାରେ ବାନ୍ଧ ଭେଳା। ତୋ ଦେହେ ଲମ୍ବିଛି ମାଳା, ସେ ମାଳାରେ ବାନ୍ଧ ଭେଳା। ଭବ ବନ୍ଧନୁ ଗୁଳା, ଭବ ବନ୍ଧନୁ ଗୁଳା, ହେତୁ ମୂଳରେ ମନ। ଠକ ଗୁରୁ ଠକି ଦେଲେ ଠିକି ଯିବୁରେ, ଠକ ଠକ କରି ମାଳା ଠକି ଯିବୁରେ ମନ, ଠକି ଯିବୁରେ। ଠକ ଗୁରୁ ଠକି ଦେଲେ ଠିକି ଯିବୁରେ। ଆମ ଠାକୁର ଆମର ଯୋଉ ଅବଧୂତିଆ କର୍ମ ମାନେ ସିଏ କଣ, ସେ ଏଇ ଭିତର ମାଳା ବା ଏଇ କ୍ରିୟା ଯୋଗଟିକି ସେ ମାଳା ବୋଲିକି ଚିନ୍ତା କରିକିରି ସିଏ ଅନ୍ତର ଭିତରେ ଧ୍ୟାନ କରନ୍ତି ଏବଂ ମନକୁ ସ୍ଥିର କରିକି ଚକ୍ର ମାନଙ୍କରେ ଏଇ କ୍ରିୟା ଯୋଗ ସମ୍ପାଦନ କରନ୍ତି, ଯୋଉଟା କି ବାହାରେ ଯୋଉ ମାଳା ଠକ ଠକ କରିବା ଗୋଟେ ଝୁଲା ଧରିକି ସେଗୁଡାକୁ ସିଏ ବିଶ୍ୱାସ କରନ୍ତି ନା। କଣ ବୁଝିପାରିଲେ ନା? ଓಂ କ୍ଳିଂ ବନ୍ଦେ ମହାପୁରୁଷ ତେ ଚରଣାରବିନ୍ଦ। କିଛି ଏମିତିକା ହବ ଆଉ। ନାଇଁ ଠିକ ହେଲା, ଭଲ କଥା ଆଜି କହିଲେ। କିନ୍ତୁ ଆଉ ଟିକେ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ରହୁଛି କଣ, ଚକ୍ର ଆଉ ପଦ୍ମ ଉପରେ, ବୁଝିଲେ? ସେଟା ଉପରେ ଗୋଟେ କ୍ଲାରିଟି ହଉଛି କଳାକ୍ଷେତ୍ର, ଯୋଉଟା କି ଆପଣଙ୍କର ପବନ କ୍ଷେତ୍ରଟା ହଉଛି ଚକ୍ର ଆଉ କଳାକ୍ଷେତ୍ରଟା ହଉଛି ପଦ୍ମ, ବୁଝିଲେ କି? ହଁ, ସେ ତାର ଅବସ୍ଥିତିଟା ସେଇଟା ଧରି ନିଅନ୍ତୁ। ଷୋଳ ଚକ୍ରଟାକୁ ଆମେ ଜାଣୁଛନ୍ତି ମେରୁଦଣ୍ଡରେ, ମେରୁଦଣ୍ଡରୁ ମୂଳାଧାର ଚକ୍ରରୁ ସହସ୍ରାର ପର୍ଯ୍ୟନ୍ତ ଯୋଉ ରହିଛି ସବୁ, ବୁଝିଲେ କି? ସେଇଥିରେ ଆମେ ଯେତିକି ଯାହା ବୁଝିଛନ୍ତି ସେ ହଉଛି ଶକ୍ତି କେନ୍ଦ୍ର ବା ସେଇଟା। କିନ୍ତୁ ପଦ୍ମର କାମଟା କଣ, ଆମେ ଏପର୍ଯ୍ୟନ୍ତ ଯାହା ଆପଣ କହୁଛନ୍ତି ସେଇଟା ଗୋଟେ ଦ୍ୱନ୍ଦ୍ୱ ଭାବରେ ରହୁଛି। ଆହୁରି ଆପଣଙ୍କୁ ସ୍ପଷ୍ଟ କରିବାର ଅଛି। ଦ୍ୱନ୍ଦ୍ୱ କଣ ରହୁଛି କୁହ, ମୁଁ କହିବି। ନାଇଁ ଦ୍ୱନ୍ଦ୍ୱ ରହୁଛି ଯେ ଇଏ ତ ଶକ୍ତି କେନ୍ଦ୍ର, ତାର ମୂଳାଧାର ଚକ୍ରରୁ ଯୋଉଟା ଅବରୋହଣ ଆରୋହଣ ଅବରୋହଣ, ବୁଝିଲେ କି? ଉପର ତଳ ସେଇଟା ହଉଛି, ଯାଦ୍ୱାରା କି ଆପଣ କହିବା କଥା ଯେ ଇଡା ପିଙ୍ଗଳାକୁ ଆଶ୍ରା କରି, ବା ଇଡା ପିଙ୍ଗଳା ହଉଛି ଯେ ଏଟା ହଉଛି ଗୋଟେ ମାନେ କଣ, ସେଟା ହଉଛି ଗୋଟେ ପବନ କ୍ଷେତ୍ର, ବୁଝିଲେ କି? ପବନ କ୍ଷେତ୍ର ସେଇଟା ପବନ ଇଡା ଓ ପିଙ୍ଗଳାର ବାୟୁ ସାହାଯ୍ୟରେ ସୁଷୁମ୍ନା ମାଧ୍ୟମରେ ସେ ଶକ୍ତିଟାକୁ ଉପରକୁ ଯାଏ, ତଳକୁ ଯାଏ, ବୁଝିଲେ କି? ତଳ ଉପର। କିନ୍ତୁ ପଦ୍ମର କାମ କଣ? ଆଉ ମୁଁ ତମକୁ ଗୋଟେ ଛୋଟିଆ ଉଦାହରଣ ଦେଲେ ତମେ ସେଇଟା ଜାଣିପାରିବ। ଦେଖ, ଆମେ ଗୋଟେ ଗୀତକୁ ପେନଡ୍ରାଇଭରେ ଆମେ ନେଇ ଆସିଲେ, ଆଚ୍ଛା, ନେଇ ଆସିକି ଆମେ ଯେତେବେଳେ ତାକୁ ମେସିନରେ ପକେଇଦେଲା, ସେ ଚୁଙ୍ଗାରେ ବାଜିଲା ନା ନାଇଁ? ଆଚ୍ଛା, କିନ୍ତୁ ଶବ୍ଦଟା ପେନଡ୍ରାଇଭରେ ଅଛି କି? ନା, ଶବ୍ଦରେ କିନ୍ତୁ ନାହିଁ, କିନ୍ତୁ ଅଛି। କେମିତି ଅଛି ନା, ସେଟା ଗୁପ୍ତ ଭାବରେ ରହିଛି, ବୁଝିପାରିଲେ କି? ଶକ୍ତି ରୂପରେ ରହିଛି, କିନ୍ତୁ ଚୁଙ୍ଗାରେ ସେଟା କଣ ହଉଛି, ପ୍ରକାଶ ହଉଛି। ଠିକ ସେଇଭଳି ଆମର ପଦ୍ମ ମାନଙ୍କରେ ସେ ଶକ୍ତି ଗୁଡ଼ିକ ଗୁପ୍ତରେ ରହିଛି, ଅପ୍ରକାଶ ହିସାବରେ ରହିଛି। କିନ୍ତୁ ଚକ୍ର ମାନଙ୍କରେ ସେଟା ପ୍ରକାଶିତ ହଉଛି, ଆଉ କେହି କାହାକୁ ଛାଡିକି ରହିପାରିବେନି। ତମେ ଯଦି ପେନଡ୍ରାଇଭ କାଢିଦବ, ଶବ୍ଦ ନାହିଁ। ପେନଡ୍ରାଇଭ କାଟିଦେଲା, ଶବ୍ଦ କୋଉଠି? ଠିକ ସେମିତି ଚକ୍ରକୁ, ପଦ୍ମକୁ ଯଦି ବିଲୋପ କରିଦବା, ଚକ୍ର ଚାଳନା ବନ୍ଦ ହେଇଯିବ। ତାହେଲେ ଆପଣ କହିବା କଥା ଚକ୍ରଟା ହଉଛି କ୍ରିୟାଶୀଳ, ଏଟା ହଉଛି ନିଷ୍କ୍ରିୟ। ଏବଂ ଚକ୍ରଟା ହଉଛି ପଦ୍ମ ଉପରେ ମାନେ ଅବଲମ୍ବିତ। ଆଚ୍ଛା, ପଦ୍ମ ହେଲା, ପଦ୍ମକୁ ଯଦି ଆମେ ନିରାଲମ୍ବ କହିବା, ଚକ୍ରଟା ହଉଛି ସ୍ୱାବଲମ୍ବୀ। ପଦ୍ମର ଶକ୍ତି ଦ୍ଵାରା ଚକ୍ର ଘୁରୁଛି। ଆଚ୍ଛା, ଆଉ ଯଦି ପଦ୍ମଟାକୁ ଆମେ ନିଷ୍କ୍ରିୟ ଅଲଗା କରିଦବା ଚକ୍ରଠାରୁ, ଚକ୍ରର କିଛି ଅସ୍ତିତ୍ୱ ନାହିଁ। ଆଚ୍ଛା, ମୁଁ ଗୋଟେ ଉଦାହରଣ ଦଉଛି, ଛାତ ଆଉ ଇଣ୍ଟର ରିଲେଟେଡ ସେଇଟା। ବାସ୍। ତେଣୁ ଗୋଟେ କଥା ଦେଖ, ମନେକର ଛାତ ଆଉ ଖୁଣ୍ଟ, ଆମେ ଯଦି ଖୁଣ୍ଟକୁ ଛାଡିଦବା, ଛାତର କିଛି ମାନେ ଅସ୍ତିତ୍ୱ ରହିବ ନାହିଁ। ସେମିତି ଖୁଣ୍ଟ ଯଦି ପଦ୍ମ ହୁଏ, ଛାତ ହଉଛି ଚକ୍ର। ତେଣୁ ପଦ୍ମକୁ ସହିତ ଲିଙ୍କ ରଖିକି ଚକ୍ର ଚାଲିଛି। ପଦ୍ମର ମେକାନିକାଲ ଅବସ୍ଥା, ପଦ୍ମ ହେଲା କଣ, ଶକ୍ତି ଅବସ୍ଥା।
ଏଟା ହଉଛି କଣ ନା ଶବ୍ଦ ଅବସ୍ଥା। ସେ ହେଲା ଆଲୋକ ଶକ୍ତିର ପ୍ରତୀକ, ଇଏ ହେଲା ଶବ୍ଦ ଶକ୍ତିର ପ୍ରତୀକ। ଇଏ ଶବ୍ଦ ଶକ୍ତିଟା ଆଲୋକ ଶକ୍ତିରୁ ସୃଷ୍ଟି ହଉଛି। ଆଲୋକର କମ୍ପନରୁ ଶବ୍ଦ ସୃଷ୍ଟି। ମୁଁ ସେଦିନ ବୁଝେଇଥିଲି ଯେ ମହାଶୂନ୍ୟରେ ଶୂନ୍ୟରେ ଯୋଉ ଆଲୋକ ଗତି କରୁଛି, ସେ ଆଲୋକ କଣିକା ଯୋଉ ଯୋଉ ତରଙ୍ଗ ସୃଷ୍ଟି କରୁଛି, ସେ ତରଙ୍ଗରେ ମଧ୍ୟ କମ୍ପନ ସୃଷ୍ଟି କରୁଛି। ତେଣୁ ଆଲୋକ ତରଙ୍ଗରୁ ଯୋଉ କମ୍ପନ ସୃଷ୍ଟି ହଉଛି, ତେଣୁ ଆଲୋକ ତରଙ୍ଗଟାକୁ ଯଦି ଆମେ ପଦ୍ମ କହିବା, ତାର କମ୍ପନଟାକୁ ଆମେ ଚକ୍ର କହିବା। କେହି କାହାକୁ ଛାଡିକି ରହିପାରିବେ ନାହିଁ। କମ୍ପନ ବନ୍ଦ ହେଲେ ତରଙ୍ଗର ଅସ୍ତିତ୍ୱ ନାହିଁ, ଆଉ ତରଙ୍ଗ ବନ୍ଦ ହେଲେ କମ୍ପନର ଅସ୍ତିତ୍ୱ ନାହିଁ। ତେଣୁ ଚକ୍ର ଆଉ ପଦ୍ମ ଉଭୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଆଉ ଉଭୟ ମଧ୍ୟ ଶରୀର ଭିତରେ ଏକ ସଙ୍ଗେ ପ୍ରକାଶ ପାଉଛନ୍ତି। କିନ୍ତୁ ଗୋଟେ କଥା, ମାତୃଗର୍ଭରେ ପ୍ରଥମେ ସୃଷ୍ଟି ହୁଏ ପଦ୍ମ, ହେଲା କି? କିନ୍ତୁ ଜନ୍ମ ହେଲା ପରେ ସୃଷ୍ଟି ହୁଏ ଚକ୍ର। ଯେତେବେଳେ ଭୂପତିତ ହେବା, ଆମ ଭିତରେ ପ୍ରାଣ ସ୍ପନ୍ଦନ ଚାଲିବ, ସେତେବେଳେ ଚକ୍ର ଆକ୍ଟିଭେଟ ହୁଏ। କିନ୍ତୁ ତା ପୂର୍ବରୁ ମାତୃଗର୍ଭରେ ଯେତେବେଳେ ଆମ ଦେହରେ ପ୍ରାଣ ପ୍ରବାହ ହେଇନଥାଏ, ସେତେବେଳେ ସେ ପଦ୍ମ ଗୁଡ଼ିକ ସେତେବେଳେ ଫୁଟିଥାଏ। ମାତୃଗର୍ଭରେ ପଦ୍ମ ନା କି? ହଁ, ପଦ୍ମଟା ମାତୃଗର୍ଭରେ ସୃଷ୍ଟି ହେଲା। ତାପରେ ସେଟା ତ ନିଷ୍କ୍ରିୟ ଅବସ୍ଥାରେ ଥାଏ ଆଉ କଣ। ପଦ୍ମଟା ଆଉ ଯେତେବେଳେ ବାହାରକୁ ବାହାରିଲା, ତାପରେ ସେଟା କ୍ରିୟାଶୀଳ ହେଲା ଆଉ ଚକ୍ରରେ ଆଉ କଣ। ଚକ୍ରରେ କ୍ରିୟା, ବାସ୍ ଏତିକି। ଦ୍ୱନ୍ଦ୍ୱଟା ଏବେ ମୁକ୍ତ ହେଲା ନା ନାଇଁ କୁହ? ହଁ, ଦ୍ୱନ୍ଦ୍ୱ ଠିକ, ଏଇଟା ଠିକ ହେଲା। ବାସ୍, ତେଣୁ ସେଇଟା ଟିକେ ରହିଯାଇଥିଲା, ସେଟା ମୁଁ ଆଉ କହିନଥିଲି। ସେଟା ତାପରେ ଏଟା ପରିପ୍ରକାଶ ହେଇଗଲା ଆଉ କଣ। ନା ଠିକ କଥା। ହଉ ବଢିଆ ହେଲା ଆଉ। ହଁ, ହଉ। ହଉ, ଜୟ ଜଗନ୍ନାଥ।